Hello everyone, welcome to our channel. So ଆମେ introduction to Indian Constitution ଭାରତୀୟ ସମ୍ବିଧାନ କେମିତି ଆମର ତିଆରି ହେଇଥିଲା ଏବଂ ତାର କିଛି ପ୍ରମୁଖ ଧାରା ବିଷୟରେ ଆଲୋଚନା କରୁଥିଲେ ତାର ଇତିହାସ ଏବଂ ଗଠନ ବିଷୟରେ ଆମେ ଆଲୋଚନା କରିଦେଇଥିଲେ ଫାର୍ଷ୍ଟ ଭିଡ଼ିଓରେ। ସେକେଣ୍ଡ ପାର୍ଟରେ ଆମେ ଡିସ୍କସ୍ କରିଥିଲେ ଆମେ ଯେଉଁ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧ ତା ବିଷୟରେ ଡିସ୍କସ୍ କରିଦେଇଥିଲେ ଏବଂ ଆଜି ଭିଡ଼ିଓରେ ଦେଖିବା ଆଉ ଯେଉଁ ରହିଲା ମାନେ ଆମର ଯେଉଁ ପ୍ରକାର ଶାସନ ବ୍ୟବସ୍ଥା ରହିଲା ଏବଂ ସଂଶୋଧନ ପ୍ରକ୍ରିୟା ରହିଲା ସେ ରିଲେଟେଡ୍ କିଛି କ୍ୱେଶ୍ଚନ୍ସ କରିବା। ସୋ ଡେରି ନକରି ଷ୍ଟାର୍ଟ କରୁଛେ। ଫାର୍ଷ୍ଟ ହେଲା ଭାରତୀୟ ସମ୍ବିଧାନରେ ସଂଶୋଧନ ପ୍ରକ୍ରିୟା କିଭଳି ଅଟେ। ସୋ ଭାରତୀୟ ସମ୍ବିଧାନରେ ସଂଶୋଧନ ପ୍ରକ୍ରିୟା ଆମେ ଜାଣିଛେ ସମ୍ପୂର୍ଣ୍ଣ ନମନୀୟ ନୁହେଁ କିମ୍ବା ସମ୍ପୂର୍ଣ୍ଣ ଅନମନୀୟ ବି ନୁହେଁ। ମାନେ ଯେମିତି ଆମେ ଦେଖୁଛେ ୟୁଏସ୍ ର କନଷ୍ଟିଟ୍ୟୁସନ ମାନେ ଯୁକ୍ତରାଷ୍ଟ୍ର ଆମେରିକାର ବହୁତ ଡିଫିକଲ୍ଟ ତାଙ୍କର ସଂଶୋଧନ ପ୍ରକ୍ରିୟା, ସେଥିପାଇଁ ତାଙ୍କର ଆମେ ଦେଖିଥିବା ଏତେ ବାର ସଂଶୋଧନ ହେଇନି, କିନ୍ତୁ ଭାରତୀୟ ସମ୍ବିଧାନ ମାନେ ତାଙ୍କ ଭଳିଆ ଏତେ ଡିଫିକଲ୍ଟ ନୁହଁ ଆମର ସଂଶୋଧନ କରିବା। କିମ୍ବା ଯେମିତି ବ୍ରିଟେନରେ ଆମେ ଦେଖିଛେ ବହୁତ ସହଜରେ ସମ୍ବିଧାନ ସଂଶୋଧନ କରାଯାଇପାରେ, କାହିଁକିନା ବ୍ରିଟେନରେ ଆମେ ଜାଣିଛେ ଗୋଟେ ଲିଖିତ ସମ୍ବିଧାନ ନାହିଁ। ସେମିତି ଭାରତୀୟ ସମ୍ବିଧାନ ବି ଆମର ସଂଶୋଧନ ଟିକେ ବ୍ରିଟେନ ଭଳିଆ ସହଜ। ତେଣୁ ବ୍ରିଟେନ ଭଳିଆ ସହଜ, ୟୁଏସ୍ ଭଳିଆ କଷ୍ଟ, ମାନେ ମିଶାମିଶି ରହୁଛି। ତେଣୁ ନମନୀୟତା ଏବଂ ଅନମନୀୟତାର ଏକ ସନ୍ତୁଳିତ ମିଶ୍ରଣ ଏହାର କରେକ୍ଟ ଆନ୍ସର। ସଂସଦୀୟ ଶାସନ ବ୍ୟବସ୍ଥା ସଂସଦୀୟ ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକା କାହା ନିକଟରେ ଉତ୍ତରଦାୟୀ ରହେ? କାର୍ଯ୍ୟପାଳିକା ଆମର ବ୍ୟବସ୍ଥାପିକା ବା ସଂସଦ ନିକଟରେ ଉତ୍ତରଦାୟୀ ରହିଥାଏ। ସାଧାରଣ ସମୟରେ ଭାରତୀୟ ସମ୍ବିଧାନର ଢାଞ୍ଚା କିଭଳି ଥାଏ? ସଂଘୀୟ ଆମେ ଯୋଉଟା କହୁଛେ ବା ଫେଡେରାଲ। ଫେଡେରାଲ ମାନେ କେନ୍ଦ୍ର ସ୍ତରରେ ଆମେ ଦେଖୁଛେ ଯୋଉ ରହୁଛି ସଂସଦର ରାଜ ଚାଲିଛି ଏବଂ ଯେତେବେଳେ ଯାଉଛେ ରାଜ୍ୟସ୍ତରକୁ ସମସ୍ତ ରାଜ୍ୟ ତାଙ୍କର ବିଧାନସଭା ଆମର ରହୁଛି ଏବଂ ସେ ବିଧାନସଭା ତାର ଆଇନ ପ୍ରଣୟନ କରୁଛି ଏବଂ ଏଇଟା ଗୋଟେ ସଂଘୀୟ ଢାଞ୍ଚା ଆମେ କହିପାରିବା, କାହିଁକିନା କେନ୍ଦ୍ର ସ୍ତର ଅଲଗା ରହିଲା, ରାଜ୍ୟ ସ୍ତରର ପାୱାର ଅଲଗା ରହିଲା ଏବଂ ସେ ଦି ଜଣଙ୍କର ପାୱାର କେହି କାହା ସହିତ ଇଣ୍ଟରଫେୟାର କରୁନାହାନ୍ତି। ତେଣୁ ଆମେ କହିବା ସଂଘୀୟ ବା ଫେଡେରାଲ ଢାଞ୍ଚା ଆମର ଶାସନ ବ୍ୟବସ୍ଥା। ଜରୁରୀକାଳୀନ ପରିସ୍ଥିତି ସମୟରେ ଭାରତୀୟ ସଂଘୀୟ ବ୍ୟବସ୍ଥା ସ୍ୱତଃ ଭାବରେ କିଭଳି କେଉଁ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ? ଏଇଟା ଏକକ କେନ୍ଦ୍ରିକ ହେଇଯାଇଥାଏ, ଯୋଉ ୟୁନିଟାରୀ ଆମେ କହିଥାଏ, ମାନେ ସବୁତକ ପାୱାର ପଳେଇ ଆସେ ଅଟୋମେଟିକାଲି କେନ୍ଦ୍ର ପାଖକୁ ପଳେଇ ଆସେ, ସଂସଦ ପାଖରେ ହିଁ ପାୱାର ଥାଏ। ଷ୍ଟେଟର ଯୋଉ ପାୱାର ଥାଏ ସେଗୁଡାକ ଡିମିନିସ୍ଡ ହେଇଯାଏ, ମାନେ ପାୱାର ସପ୍ରେସ୍ ହେଇଯାଏ, ମାନେ ସେଟାକୁ ଶୋ କରିପାରିବେ ନାହିଁ। ସବୁତକ ପାୱାର ଆମର କେନ୍ଦ୍ର ହିଁ ଯାହା ଏକ୍ସରସାଇଜ କରିପାରିବ ତାର ଡ୍ୟୁଟିଜ। ଭାରତରେ ସମ୍ବିଧାନର ସୁରକ୍ଷା ଏବଂ ବ୍ୟାଖ୍ୟା କରିବାର ସର୍ବୋଚ୍ଚ କ୍ଷମତା ଆମର ରହୁଛି ସୁପ୍ରିମକୋର୍ଟ ପାଖରେ। ତେଣୁକରି ସୁପ୍ରିମକୋର୍ଟକୁ ବି କୁହାଯାଏ ଆମର ଯୋଉ ନ୍ୟାୟ ବ୍ୟବସ୍ଥା ରହୁଛି ଇଣ୍ଡିଆନ ଜୁଡିସିଆରୀ। ଇଣ୍ଡିଆନ ଜୁଡିସିଆରୀ ଭିତରେ ସୁପ୍ରିମକୋର୍ଟକୁ ତମେ ସ୍ପେସିଫିକାଲି କହିପାରିବ, ସେ ରହିଛି ତା ପାଖରେ ସର୍ବୋଚ୍ଚ କ୍ଷମତା ଏହି ସମ୍ବିଧାନର ସୁରକ୍ଷା ଏବଂ ବ୍ୟାଖ୍ୟା କରିବାର। ଯେତେବେଳେ ଆମେ ଦେଖିଛେ ରାଷ୍ଟ୍ରପତିଙ୍କୁ ବି କିଛି ପ୍ରୋବ୍ଲେମ ହୁଏ ବୁଝିବାରେ କୌଣସି ଧାରାକୁ, ମାନେ ସମ୍ବିଧାନର କୌଣସି ଧାରା ରିଲେଟେଡ୍ ତାଙ୍କର କିଛି ଡାଉଟ୍ସ ରହେ, ତ ସେ ଆଡଭାଇଜରୀ ଆଣନ୍ତି କାହାଠାରୁ ନା ସୁପ୍ରିମକୋର୍ଟଙ୍କ ଠାରୁ। ଆଉ ସେଟା କୋଉ ଆର୍ଟିକଲରେ ଆଣନ୍ତି ଆପଣ କମେଣ୍ଟରେ ଲେଖିକି ଜଣାନ୍ତୁ, ଯାହାଫଳରେ ଆପଣଙ୍କର ଟିକେ ରିଭାଇଜ ହେଇଯିବ। ଦେନ୍ ଭାରତରେ ସାର୍ବଜନୀନ ବୟସ୍କ ମତଦାନ ଅନୁଯାୟୀ ଭୋଟ ଦେବାର ସର୍ବନିମ୍ନ ବୟସ ସୀମା କେତେ? 18 ବର୍ଷ ଆମେ ଜାଣିଛେ। ଆଗରୁ ସେଟା 21 ବର୍ଷ ଥିଲା, ତାପରେ 18 ବର୍ଷ କରାଯାଇଥିଲା। ମୂଳ ସମ୍ବିଧାନରେ ମୋଟ କେତୋଟି ଅଂଶ ଥିଲା? କେତୋଟି ଭାଗ ଥିଲା? 22ଟି ଭାଗ ଥିଲା। ଏ 22ଟା 99 ଭଳିଆ ଟିକେ ଦେଖାଯାଉଛି, ସୋ କେୟାରଫୁଲି 22ଟା ହିଁ ଥିଲା। ଏବେ ଆମେ ଜାଣିଛୁ 25ଟା ଭାଗ ଆମର ଅଛି। ବିଭିନ୍ନ ସଂଶୋଧନ ପରେ ବର୍ତ୍ତମାନ ଭାରତୀୟ ସମ୍ବିଧାନର ମୋଟ ଭାଗ ସଂଖ୍ୟା 25ଟା ହେଇଯାଇଛି। ସମ୍ବିଧାନର ଭାଗ 1 ପାର୍ଟ 1ରେ କେଉଁ ବିଷୟବସ୍ତୁ ଉଲ୍ଲେଖ ଅଛି? ସଂଘ ଏବଂ ତାର ଅଞ୍ଚଳ, ୟୁନିୟନ ଆଣ୍ଡ ଇଟ୍ସ ଟେରିଟୋରୀ। এটা ପାର୍ଟ 1ରେ ଆମର ରହିଛି। ସଂଘ ଏବଂ ତାର ଅଞ୍ଚଳ ସମ୍ବନ୍ଧୀୟ ବ୍ୟବସ୍ଥା କେଉଁ ଧାରା ଗୁଡ଼ିକ? ଧାରା 1ରୁ 4, ଯେମିତି କହିଥିଲି ଧାରା 1ରୁ 4 ରହିବ ସଂଘ ଏବଂ ତାର ଅଞ୍ଚଳ। ଦେନ୍ 5ରୁ 11 ରହିବ ଆମର ସିଟିଜେନସିପ ରିଲେଟେଡ, ମାନେ ନାଗରିକତା ସମ୍ବନ୍ଧୀୟ ଧାରା ରହିଲା। ଦେନ୍ 12ରୁ 35 ଆମେ ଜାଣିଛେ ଫଣ୍ଡାମେଣ୍ଟାଲ ରାଇଟ୍ସ ଆମର ରହୁଛି। ସୋ ଏଠି ଲେଖା ହେଇଛି ଭାଗ 2, ଯୋଉଟା ଧାରା କହିଲି 5ରୁ 11, ସେଟା ରହୁଛି ନାଗରିକତା ସମ୍ବନ୍ଧୀୟ ସମସ୍ତ ଆଇନ, ସେଇ ଧାରା 5ରୁ 11 ମଧ୍ୟରେ ଅଛି। ଏଠି ଲେଖା ହେଇଛି। ନେକ୍ସଟ କ୍ୱେଶ୍ଚିନ୍, ମୌଳିକ ଅଧିକାର ସମ୍ବିଧାନର ତୃତୀୟ ଭାଗରେ ଆମେ ଜାଣିଛେ
ସ୍ଥାନିତ ହୋଇଛି ଧାରା 12 ରୁ 35। ସେ ଯଦି ପଚାରିବେ ଧାରା 12 ରେ କଣ ଲେଖା ହେଇଛି, ଧାରା 12 ରେ ତୁମେ ଜାଣିବ ଯୋଉ ରାଷ୍ଟ୍ରର ଡେଫିନେସନ ଟା, କାହିଁକିନା ମୌଳିକ ଅଧିକାର ସବୁବେଳେ ଆମେ ଜାଣିଛେ ରାଷ୍ଟ୍ର ବିରୋଧରେ ଆମର ଗୋଟେ ଯିଏ ନାଗରିକ ରହୁଛି ତାର ଅଧିକାର ସେଇଟା, ଏବଂ ସେ କାହା ଏଗେନଷ୍ଟ ଏକ୍ସରସାଇଜ କରୁଛି, ରାଷ୍ଟ୍ର ଏଗେନଷ୍ଟ ସେଟା ଏକ୍ସରସାଇଜ କରୁଛି। ତ ରାଷ୍ଟ୍ରର ଡେଫିନେସନ ଧାରା 12 ରହୁଛି। ରାଷ୍ଟ୍ରର ନିର୍ଦ୍ଦେଶକ ନୀତି ସମ୍ବିଧାନର କେଉଁ ଭାଗରେ ଅଛି? ଭାଗ 4 ରେ ଅଛି। ରାଷ୍ଟ୍ର ନିର୍ଦ୍ଦେଶକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଯୋଉଟା କହୁଛେ ଭାଗ 4 ରେ ରହୁଛି। ଆଉ ଧାରା 36 ରୁ 51 ମଧ୍ୟରେ DPSP ଡିରେକ୍ଟିଭ ପ୍ରିନ୍ସିପଲ୍ସ ଅଫ ଷ୍ଟେଟ ପଲିସି ସେଟା ଆମର ରହୁଛି ଧାରା 36 ରୁ 51। ଧାରା 36 ରୁ 51। ଦେନ୍ ମୌଳିକ କର୍ତ୍ତବ୍ୟ ସମ୍ବିଧାନର ଆମେ ଜାଣିଛେ ସେଇ ଭାଗ 4, ସେ ଭାଗ 4 ରେ ଗୋଟେ 4A ଯୋଡା ହେଇଥିଲା, ଏବଂ ଏଟା 42ତମ ସମ୍ବିଧାନ ସଂଶୋଧନ ଆଇନରେ ଯେତେବେଳେ ଆମର ସ୍ୱରଙ୍ଗ ସିଂ କମିଟିର ରିକମେଣ୍ଡେସନ ନିଆଯାଇଥିଲା, ଆମର ଚାଲିଥିଲା ସେଇ ସମୟରେ ଜରୁରୀକାଳୀନ ପରିସ୍ଥିତି, ଠିକ ସେଇ ସମୟରେ ଆମର ଭାଗ 4A ଭାବରେ ଯୋଡା ହେଇଥିଲା ମୌଳିକ କର୍ତ୍ତବ୍ୟ, ଏବଂ ଧାରା 51A ସେଟାକୁ ଆମେ କହୁଛେ, କାରଣ 36 ରୁ 51 ଥିଲା ଆମର DPSP ଏବଂ 51A ରେ ଏଇଟା ଯୋଡା ହେଇଥିଲା, କାରଣ 52 ପରଠାରୁ ଡିଫରେଣ୍ଟ ପଳେଇ ଆସିଲା ଆମର ସେ ଯୋଉ ମାନେ ରାଷ୍ଟ୍ରପତି ତାପରେ ଶାସନ ବ୍ୟବସ୍ଥା ସେଗୁଡାକ ସବୁ ପଳେଇ ଆସିଲା। କେନ୍ଦ୍ର ସରକାରଙ୍କର ଗଠନ, କାର୍ଯ୍ୟପାଳିକା ଏବଂ ସଂସଦ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା କେଉଁ ଭାଗରେ ଅଛି? ଭାଗ 5 ରେ ଅଛି, ଯୋଉଟା ହେଲେ କହୁଥିଲି। ଭାଗ 4 ପରେ ଭାଗ 5 ଥିଲା, ଭାଗ 4A ସେଇଟା ପରେ ଆମର ଯୋଡା ହେଇଥିଲା 42ତମ ସମ୍ବିଧାନ ସଂଶୋଧନ ଆଇନରେ। ତ ଭାଗ 5 ରେ ଆମେ ଜାଣିଲେ ଶାସନ ଯୋଉ ହଉଛି କେନ୍ଦ୍ର ସରକାରଙ୍କ ଗଠନ, କାର୍ଯ୍ୟପାଳିକା, ସଂସଦ ଏଗୁଡାକ ରହିଲା। ଦେନ୍ କେନ୍ଦ୍ର ସରକାରଙ୍କ ସମ୍ବନ୍ଧୀୟ ନିୟମ ଗୁଡିକ ଧାରା 52 ରୁ 151 ଧାରା, ଏଟା ମନେ ରଖିବାକୁ ସହଜ ହୁଏ, ଧାରା 52 ରୁ 151 ଏତକ ରହିଲା। ଦେନ୍ ରାଜ୍ୟ ସରକାର ଗୁଡିକର କାର୍ଯ୍ୟାବଳୀ ଓ ଗଠନ ପ୍ରକ୍ରିୟା ଭାଗ 6 ରେ ରହୁଛି। ଓକେ, ଆଉ ୟାଙ୍କର କେଉଁ ଧାରା ଗୁଡିକ? ଧାରା 152 ରୁ 237। ଏଇଟା ଟିକେ ଡିଫରେଣ୍ଟ ରହିଗଲା ମନେ ରଖିଲା ବେଳକୁ, ସେଟା 52 ରୁ 151 ଇଜିଲି ମନେ ରହିଯାଉଥିଲା, ଏଇଟା ଧାରା 152 ରୁ 237 ମନେ ରଖିବା ଟିକେ ଡିଫିକଲ୍ଟ ହୁଏ। ସୋ ଯଦି ମନେ ରହିଲା ଠିକ ଅଛି, ନ ରହିଲେ ବି ଚଳିବ। ଗ୍ରାମୀଣ ସ୍ଥାନୀୟ ସ୍ୱାୟତ୍ତ ଶାସନ ବା ପଞ୍ଚାୟତ ସମ୍ବନ୍ଧୀୟ ବ୍ୟବସ୍ଥା ଆମର ଭାଗ 9 ରେ ରହିଛି, ଭାଗ 9 ରେ ରହିଛି। ଆଉ ଯଦି ତୁମେ ଦେଖିବ କେଉଁ ଅନୁସୂଚୀରେ ଏଟା ଯୋଡା ହେଇଛି, ତ ଅନୁସୂଚୀ ଅନୁସାରେ ତୁମେ ଦେଖିବ ଆମର ଟୋଟାଲ କେତେଟା ଏବେ ଅନୁସୂଚୀ ଅଛି? ଯୋଉ 12ଟା ଆମର ଅନୁସୂଚୀ ଅଛି, ତ 12ଟା ଭିତରୁ 11ତମ ରହିଛି ପଞ୍ଚାୟତ ବ୍ୟବସ୍ଥା, ଏବଂ 12ତମ ରହିଛି କଣ ଯୋଉ ନଗରପାଳିକା ଆମେ କହୁଛୁ, ନଗର ଯୋଉ ମ୍ୟୁନିସିପାଲିଟି ଏବଂ ଅନ୍ୟ ସେଗୁଡାକ ସବୁ ସହରରେ ଯୋଉଟା ରହୁଛି ଆମର। ସୋ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ବା ପୌରପାଳିକା ବ୍ୟବସ୍ଥା କେଉଁ ଭାଗରେ ଅଛି? ଏଟା ଭାଗ IXA, 9ମ A ଭାଗ କହିପାରିବ। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଥିବା ପ୍ରଶାସନିକ ସମ୍ପର୍କ, ୟୁନିୟନ ଷ୍ଟେଟ ରିଲେସନ୍ସ ଆମେ କହୁଛେ, ସେଇଟା ଭାଗ 11 ରେ ଅଛି। ଦେନ୍ ଭାରତରେ ନିର୍ବାଚନ ପରିଚାଳନା ଏବଂ ନିର୍ବାଚନ ଆୟୋଗ କେଉଁ ଭାଗରେ ଅଛି? ସମ୍ବନ୍ଧୀୟ ନିୟମ କେଉଁ ଭାଗରେ ଅଛି? ଏଟା ମନେ ରଖିବ ଧାରା 15। ଏଟା ବୋଧ ହୁଏ ଲାଷ୍ଟ ଇୟର ଆସିଥିଲା କ୍ୱେଶ୍ଚିନ୍ ଟା, ମାନେ 2025 ରେ ବୋଧ ହୁଏ ଆସିଥିଲା, ଓଡିଶା ପବ୍ଲିକ ସର୍ଭିସ କମିଶନ ଯୋଉ OCS ଏକ୍ସାମ ହେଇଥିଲା ତାର ଡାଇରେକ୍ଟ କ୍ୱେଶ୍ଚିନ୍ ଏଟା ଆସିଥିଲା କି ଆମର ଯୋଉ ନିର୍ବାଚନ ପରିଚାଳନା ନିର୍ବାଚନ ଆୟୋଗ ସମ୍ବନ୍ଧିତ ଆସିଥିଲା, ସେଟା ଆସିଥିଲା UPSC ବିଷୟରେ ଆସିଥିଲା, ୟୁନିୟନ ପବ୍ଲିକ ସର୍ଭିସ କମିଶନ ବିଷୟରେ କେଉଁ ଭାଗରେ ଆମର ଅଛି? UPSC ରିଲେଟେଡ ଆମର ରହୁଛି ଧାରା ଭାଗ 14 ରେ, ଭାଗ 14 ରହୁଛି UPSC ରିଲେଟେଡ, ଏବଂ ଭାଗ 15 ରେ ରହୁଛି ଏ ଯୋଉ ନିର୍ବାଚନ ପରିଚାଳନା ଏବଂ ନିର୍ବାଚନ ଆୟୋଗ ସମ୍ବନ୍ଧୀୟ। ଠିକ ଅଛି, ନିର୍ବାଚନ ସମ୍ବନ୍ଧୀୟ ବ୍ୟବସ୍ଥା 324 ତୁମେ ମନେ ରଖିଦେବ, ଧାରା 324 ଆମର ଯୋଉ ଇଲେକ୍ସନ କମିଶନ ବିଷୟରେ ଦେଇଛି, ଏବଂ ତାପରେ 329A ପର୍ଯ୍ୟନ୍ତ ଆମର ରହୁଛି ନିର୍ବାଚନ ସମ୍ବନ୍ଧୀୟ ବ୍ୟବସ୍ଥା। ଭାରତୀୟ ସମ୍ବିଧାନର କେଉଁ ଭାଗରେ ଜରୁରୀକାଳୀନ ବ୍ୟବସ୍ଥା ସ୍ଥାନିତ ହୋଇଛି? ଜରୁରୀକାଳୀନ ବ୍ୟବସ୍ଥା 18ତମ ଭାଗରେ ଆମର ସ୍ଥାନିତ ହେଇଛି। ଜରୁରୀକାଳୀନ ପରିସ୍ଥିତି ସମ୍ବନ୍ଧୀୟ 3ଟି ପ୍ରମୁଖ ଧାରା କେଉଁ ଭାଗର ଅନ୍ତର୍ଗତ? ଧାରା 352 ରୁ 360 ତୁମେ ଦେଖିବ, 352, 356, 360।
3ଟା ଇମ୍ପୋର୍ଟାଣ୍ଟ ଅଛି। ତ ଗୋଟେ ଜାତୀୟ ଜରୁରୀକାଳୀନ ପରିସ୍ଥିତି, ଗୋଟେ ରାଷ୍ଟ୍ରପତି ଶାସନ, ଆଉ ଗୋଟେ ଅଛି ଫାଇନାନ୍ସ ମାନେ ଆର୍ଥିକ ଜରୁରୀ ଅ, ଆର୍ଥିକ ଜରୁରୀକାଳୀନ ପରିସ୍ଥିତି। ସୋ 3ଟା 352 ହେଲା ଜାତୀୟ, 356 ହେଲା ରାଷ୍ଟ୍ରପତି ଶାସନ, 360 ହେଲା ଅ, ଆର୍ଥିକ ଜରୁରୀକାଳୀନ ପରିସ୍ଥିତି। ସମ୍ବିଧାନ ସଂଶୋଧନ ପ୍ରକ୍ରିୟା ଧାରା 20ରେ ଆମର ରହିଛି। ତ ଏଇଗୁଡାକ ଇମ୍ପୋର୍ଟାଣ୍ଟ ରହୁଛି ଭାଗ ଗୁଡିକ ଯୋଉଗୁଡାକ ମନେ ରଖିବାର ଅଛି। ଭାଗ 20ରେ ଆଧାର ରହିଲା। ସମ୍ବିଧାନ ସଂଶୋଧନ ପାଇଁ ସଂସଦକୁ କେଉଁ ନିର୍ଦ୍ଦିଷ୍ଟ ଧାରା କ୍ଷମତା ପ୍ରଦାନ କରାଯାଇଥାଏ? ଅ, କେଉଁ ନିର୍ଦ୍ଦିଷ୍ଟ ଧାରା କ୍ଷମତା ପ୍ରଦାନ କରିଥାଏ? ଧାରା 368। ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ମନେ ରଖିବାର ଅଛି କି ଧାରା 368 ହିଁ ଯୋଉ ସମ୍ବିଧାନ ସଂଶୋଧନ ପାଇଁକା ସୁପ୍ରିମ ଅଥରିଟି କେବଳ ସଂସଦକୁ ହିଁ ଦେଇଛି। ଆଉ ମୂଳ ସମ୍ବିଧାନରେ ମୋଟ 8ଟା ଅନୁସୂଚୀ ଥିଲା। ଆଉ ଆମେଣ୍ଡମେଣ୍ଟ ପରେ ବର୍ତ୍ତମାନ ସମୟରେ 12ଟା ଅନୁସୂଚୀ ଅଛି, ଯୋଉଟା ମୁଁ କହୁଥିଲି 11 ଆଉ 12 ପରେ ଯୋଡା ହେଇଥିଲା। ଏବଂ 9 10 ସେଇ ଅନୁସାରେ ଆମର 9 10 ବି ଯୋଡା ହେଇଥିଲା। 9ଟା ଯୋଡା ହେଇଥିଲା ଆମର ଅ, ଏଇ ଯୋଉ ଜମି ଆଇନ ରିଲେଟେଡ ରହିଥିଲା, ମାନେ ଲ୍ୟାଣ୍ଡ ରିଫର୍ମ ପାଇଁକା ସେଟା ଅଣା ହେଇଥିଲା। ଏବଂ 10ରେ ରହିଥିଲା ଆଣ୍ଟି ଡିଫେକ୍ସନ ଲ ବିଷୟରେ, ଯୋଉ ନେତା ମାନେ ଗୋଟେ ପାର୍ଟିରୁ ଆଉ ଗୋଟେ ପାର୍ଟିକି ଯାଉଥିଲେ ତ ଡିଫେକ୍ଟ କରିଦେଉଥିଲେ, ତେଣୁକରି ସେଇ ଆଣ୍ଟି ଡିଫେକ୍ସନ ଲ ଅଣା ହେଇଥିଲା, ସେଟା ଅନୁସୂଚୀ 10 ଅନୁସାରେ। ଏବଂ 11 12 ଯୋଉଟା କହିଲି ପଞ୍ଚାୟତ ସିଷ୍ଟମ। ସମ୍ବିଧାନର ପ୍ରଥମ ଅନୁସୂଚୀର ବିଷୟବସ୍ତୁ କଣ ଅଟେ? ପ୍ରଥମ ଅନୁସୂଚୀରେ ଅଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ନାମ ଏବଂ ସୀମା। ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ବିଚାରପତିଙ୍କ ଭଳି ସର୍ବୋଚ୍ଚ ପଦାଧିକାରୀଙ୍କର ବେତନ ଏବଂ ଭତ୍ତା କେଉଁ ଅନୁସୂଚୀରେ ଅଛି? ଦ୍ୱିତୀୟ ଅନୁସୂଚୀରେ ଅଛି। ଆଉ ରହିଲା କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ବିଚାରପତି ମାନଙ୍କର ଶପଥ ଓ ଅଙ୍ଗୀକାରର ନମୁନା ତୃତୀୟ ଅନୁସୂଚୀରେ ଅଛି। ଏଟାକୁ ମନେ ରଖିବାର ଗୋଟେ ଟ୍ରିକ୍ ଅଛି। ମୁଁ ଦେଖୁଛି ଆଦ୍ରେ ସ୍କ୍ରିନରେ। ମୁଁ ୟା ପାଇଁ ତ ଅଲଗା ଭିଡିଓ ଆଣିବାର ଅଛି, ମାନେ ଯୋଉ ଟୋଟାଲ ଚାପ୍ଟରଟାକୁ ବୁଝିବା ପାଇଁ ଅଲଗା ଭିଡିଓ ଆଣିବାର ଅଛି, ସେଥିରେ ତ ଭଲସେ ବୁଝେଇବି। ବଟ୍ ଏଇ ଭିଡିଓରେ ଗୋଟେ ମୁଁ ଟ୍ରାଏ କରୁଛି କୋଉଠୁ କପି ପେଷ୍ଟ କରିକି ଯଦି କିଛି ଦେଖିଦେବି ସେଇ ଟ୍ରିକ୍ଟାକୁ ମୁଁ ଦେଖୁଛି। ହେଲେ ଭିଡିଓଟେ ଭଲ ଲାଗିଥିବ ଆଉ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ ଏବଂ କମେଣ୍ଟ ଦେବାକୁ ଭୁଲିବ ନାହିଁ। ରଖୁଛି। ଜୟ ହିନ୍ଦ, ଜୟ ଭାରତ। ସୋ ଯୋଉ ଟ୍ରିକ୍ଟା ଅଛି ସେ ଟ୍ରିକ୍ଟା ହଉଛି ଏଇଟା, ଟିୟର୍ସ ଅଫ ଓଲ୍ଡ ପିଏମ୍। ଏବଂ ଟିୟର୍ସ ଅଫ ଓଲ୍ଡ ପିଏମ୍ ଆମେ କେମିତି ମନେ ରଖିବା ନା, ଟି ଫର ଟେରିଟରୀ, ଯୋଉଟା କି ପ୍ରଥମ ଅନୁସୂଚୀ ରହିଲା ଫାର୍ଷ୍ଟ ସ୍କେଡ୍ୟୁଲ। ତା ଭିତରେ ରହିଲା ଆମର ଯୋଉ ନେମ୍ସ ଆଣ୍ଡ ବାଉଣ୍ଡରିଜ ଅଫ ଷ୍ଟେଟ୍ସ, ଆମର ଯୋଉ ରାଜ୍ୟ ମାନଙ୍କର ନାମ ଏବଂ ରାଜ୍ୟ ମଧ୍ୟରେ ଆମର ଯୋଉ କେନ୍ଦ୍ରର କୋଉଟା ଆମର ପରିସର ରହୁଛି ସେଟାକୁ ଆମେ ୟୁନିୟନ ଟେରିଟୋରିଜ କହୁଛେ। କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ, ତାଙ୍କର ବାଉଣ୍ଡରୀ, ତାଙ୍କର ନାଁ, ଏସବୁ ଲେଖା ହେଇଛି ଫାର୍ଷ୍ଟ ସ୍କେଡ୍ୟୁଲରେ। ସେକେଣ୍ଡ ସ୍କେଡ୍ୟୁଲରେ ଇମଲୁମେଣ୍ଟସ ମାନେ ସାଲାରୀ ଏବଂ ଆଲାଉନ୍ସେସ୍ କାହାର କାହାର ଲେଖା ହେଇଛି? ପ୍ରେସିଡେଣ୍ଟ, ଗଭର୍ଣ୍ଣର, ସ୍ପିକର, ଡେପୁଟି ସ୍ପିକର ମାନେ ଲୋକସଭାର ବାଚସ୍ପତି, ଉପବାଚସ୍ପତି, ଚେୟାରପର୍ସନ, ଜଜ୍ ଅଫ ସୁପ୍ରିମକୋର୍ଟ, ହାଇକୋର୍ଟ, ଏମାନଙ୍କର ସବୁ ସାଲାରୀ ତା ଦେହରେ ଲେଖା ହେଇଛି। ଓଥ୍ ମାନେ କିଏ କଣ ଶପଥ ନେବେ, ଏଇଟା ଥର୍ଡ ସ୍କେଡ୍ୟୁଲରେ ଲେଖା ହେଇଛି। ଏମପି, ଏମଏଲଏ, ଏମଏଲସି, ଜଜ୍, ଇଲେକ୍ସନ କ୍ୟାଣ୍ଡିଡେଟ୍ସ ଏମାନଙ୍କର ଶପଥ ଏଠି ଲେଖା ହେଇଛି। ଦେନ୍ ଟିୟର୍ସ ଆର୍ ଫର୍ ରାଜ୍ୟସଭାର ସିଟ୍ ବଣ୍ଟନ, ଏଇଟା ରହିଲା। ଏସ୍ ଫର୍ ସ୍କେଡ୍ୟୁଲ ଏରିଆସ୍, ଆଡମିନିଷ୍ଟ୍ରେସନ ଆଣ୍ଡ କଣ୍ଟ୍ରୋଲ ଅଫ ସ୍କେଡ୍ୟୁଲ ଏରିଆସ୍, ଯୋଉଗୁଡାକ ରହୁଛନ୍ତି ମାନେ କେମିତି ଗଭର୍ଣ୍ଣର ରିପୋର୍ଟ କରିବେ ପ୍ରେସିଡେଣ୍ଟକୁ, କେମିତି କଣ ଶାସନ ହବ, ଏଗୁଡା ସେଠି ଲେଖା ହେଇଛି। ଟିୟର୍ସ ଅଫ ଓ ଫର୍ ରହିଲା ଅଦର ସ୍କେଡ୍ୟୁଲ୍ଡ ଏରିଆସ୍। ଏବଂ ସିକ୍ସ ସ୍କେଡ୍ୟୁଲ ଭିତରେ ଯାଉଛନ୍ତି ଆମେ ତୁମେ, ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ, ଆମେ ତୁମି, ଏମିତି ମନେ ରଖିପାରିବ। ତାଙ୍କର ଶାସନ ବ୍ୟବସ୍ଥା ଏଠି ଲେଖା ହେଇଛି। ଟିୟର୍ସ ଓ ଗଲା ଏଫ୍ ଫର୍ ଫେଡରାଲ ପ୍ରୋଭିଜନ୍ସ, ଆମ ଯୋଉ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା, ଏଇଟା ଲେଖା ହେଇଛି। ତ ଏଇଟା ହଉଛି ସେଭେନ୍ ସ୍କେଡ୍ୟୁଲ ମାନେ ସପ୍ତମ ଅନୁସୂଚୀ। ଏବଂ ଅଷ୍ଟମ ଅନୁସୂଚୀ ରହିଲା ଅଫିସିଆଲ ଲାଙ୍ଗୁଏଜ, ଯୋଉ 22ଟା ଲାଙ୍ଗୁଏଜ ରହିଛି ସେଗୁଡାକ ତା ଦେହରେ ଲେଖା ହେଇଛି। ଏବଂ ଲ୍ୟାଣ୍ଡ ରିଫର୍ମ ଯେମିତି କହୁଥିଲି ନବମ ସ୍କେଡ୍ୟୁଲ। ଦଶମ ସ୍କେଡ୍ୟୁଲରେ ଆଣ୍ଟି ଡିଫେକ୍ସନ ଲ, ଡି ଫର୍ ଡିଫେକ୍ସନ, ପି ଫର୍ ପଞ୍ଚାୟତ ମାନେ ପାୱାର୍ସ, ଅଥରିଟି ଆଣ୍ଡ ରେସ୍ପନ୍ସିବିଲିଟି ଅଫ ପଞ୍ଚାୟତ, ଏମ୍ ଫର୍ ମ୍ୟୁନିସିପାଲିଟି। ତ ଏତିକି ଆମର ରହିଲା ଟୋଟାଲ। ସୋ ଏଟାକୁ ମନେ ରଖିବା ପାଇଁକା ଏମିତି ଟିୟର୍ସ ଅଫ ଓଲ୍ଡ ପିଏମ୍ ରେ ତମେ ମନେ ରଖିପାରିବ ଏବଂ ଲେଖିପାରିବ। ଭିଡ଼ିଓରେ ମୁଁ ଯେମିତି କହୁଥିଲି ସେଇ ଟାଇମ୍ରେ ତମେ ଲେଖିପାରିବ, ଆଉ ଡିଫିକଲ୍ଟ ହବନି ଅନୁସୂଚୀ ଗୁଡ଼ାକ ମନେ ରଖିବ। ସୋ ୟା ରିଲେଟେଡ୍ କ୍ୱେଶ୍ଚିନ୍ ଗୁଡ଼ାକ ଏଠି ଦେଇଛି, ମତେ ଲାଗୁଛି ଆଉ ଡାଉଟ୍ ରହିବନି। ଯେମିତି ରାଜ୍ୟସଭାରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଆସନ ବଣ୍ଟନ, ଏଇଟା ଆମେ ଜଷ୍ଟ ଦେଖିଲେ ଚତୁର୍ଥ ଅନୁସୂଚୀ। ପଞ୍ଚମ ଅନୁସୂଚୀରେ କଣ ଥିଲା? ଯୋଉ ଏସସି ଏବଂ ଏସଟି ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳର ପ୍ରଶାସନ ଏବଂ ନିୟନ୍ତ୍ରଣ।
ଅ, ଆଚ୍ଛା ମୁଁ ଟିକେ ଭୁଲ କହିଦେଇଛି, ଯୋଉ ଚତୁର୍ଥ ଆଉ ପଞ୍ଚମ କହୁଥିଲେ, ସରି ପଞ୍ଚମ ଏବଂ ଷଷ୍ଠ କହୁଥିଲେ, ସେଇ ଜାଗାରେ ପଞ୍ଚମ ଅନୁସୂଚୀରେ ଥିଲା ଅନୁସୂଚିତ ଜାତି ଏବଂ ଜନଜାତି, ଷଷ୍ଠରେ ରହୁଥିଲା ଚାରିଟା ନିର୍ଦ୍ଦିଷ୍ଟ ଉତ୍ତର ପୂର୍ବ ରାଜ୍ୟର ଜନଜାତି, ଯୋଉଟା ଆମେ ତୁମେ ଯୋଉଟା ସେଟା ଷଷ୍ଠ ଅନୁସୂଚୀରେ। ତ ଟିକେ ସେଟା କରେକ୍ଟ କରିଦେବେ। ଏଏମଟିଏମ ଷ୍ଟେଟମ ଭୁଲରେ ସେଠି ଷଷ୍ଠ ଅନୁସୂଚୀ ବଦଳରେ ପଞ୍ଚମ ଅନୁସୂଚୀରେ କହିଦେଇଥିଲେ, ତ ସେଟା ଟିକେ କରେକ୍ଟ କରିଦେବେ। ଷଷ୍ଠ ଅନୁସୂଚୀରେ ରହୁଛି ଏଏମଟିଏମ ଷ୍ଟେଟ୍ସ, ଯୋଉଟା କି ଆସାମ, ମେଘାଳୟ, ତ୍ରିପୁରା ଏବଂ ମିଜୋରାମ। ପଞ୍ଚମରେ ବାକି ତକ। ତ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ, ସପ୍ତମ ଅନୁସୂଚୀ। ସମ୍ବିଧାନ ଦ୍ୱାରା ଭୂ ସଂସ୍କାର ନିୟମ ଯୋଉଟା ଆଇନ ରହୁଛି, ନବମ ଅନୁସୂଚୀ। ଦଳ ବଦଳ ବିରୋଧୀ ଆଇନ ଯୋଉଟା ଆଣ୍ଟି ଡିଫେକ୍ସନ ଲ ରହୁଛି, ସେଇଟା ଆମର କୋଉଟା ରହୁଛି, ଦଶମ ଅନୁସୂଚୀରେ। ତାପରେ ଏକାଦଶରେ ରହୁଛି, ଆଚ୍ଛା ଦଶମଟା ଆମର ଆମେଣ୍ଡମେଣ୍ଟ ଦ୍ୱାରା ହେଇଥିଲା ସମ୍ବିଧାନ ସଂଶୋଧନ, 52ତମ ସମ୍ବିଧାନ ସଂଶୋଧନ 1985 ଦ୍ୱାରା ଏଟା ଯୋଡ଼ା ଯାଇଥିଲା। ପଞ୍ଚାୟତ ଗୁଡ଼ିକର କ୍ଷମତା, କାର୍ଯ୍ୟାବଳୀ ଏବଂ ଦାୟିତ୍ୱ ସମ୍ବନ୍ଧୀୟ ବ୍ୟବସ୍ଥା ଏକାଦଶ ଅନୁସୂଚୀରେ ଅଛି। ପଞ୍ଚାୟତି ରାଜ ସହିତ ଜଡ଼ିତ ଏକାଦଶ ଅନୁସୂଚୀ କେଉଁ ସଂଶୋଧନ ଆକ୍ଟ ଦ୍ୱାରା ଯୋଡ଼ା ଯାଇଛି? 73ତମ ସମ୍ବିଧାନ ସଂଶୋଧନ ଆଇନ 1992 ଦ୍ୱାରା। ଏବଂ ପୌରପାଳିକା ସହିତ ଜଡ଼ିତ ଆଇନ ଦ୍ୱାଦଶ ଅନୁସୂଚୀରେ ଅଛି, ଆଉ ଏଇଟା ହେଇଥିଲା 74ତମ ସମ୍ବିଧାନ ସଂଶୋଧନ ଆଇନ 1992 ଦ୍ୱାରା। ତାପରେ ରହିଲା ମୌଳିକ ଅଧିକାରର ପ୍ରକୃତ ସମ୍ବିଧାନରେ କିପରି ଅଟେ, ତାର ସେଇଟା ଆମେ ଜାଣିଛେ ନ୍ୟାୟୋଚିତ ଅଟେ ବା ଅଦାଲତ ଦ୍ୱାରା ସୁରକ୍ଷିତ ଅଟେ। ତାପରେ ସମାନତାର ଅଧିକାର ଧାରା 14 ରୁ ଧାରା 18। ତ ଏତିକି ପର୍ଯ୍ୟନ୍ତ ଆମେ ଆଜି ଏଇ ଭିଡ଼ିଓରେ ଡିସ୍କସ୍ କଲେ। ନେକ୍ସଟ ଭିଡ଼ିଓରେ ବାକି ତକ ଆମର ଯାହା ରହିଲା ମାନେ ମୌଳିକ ଅଧିକାର ରିଲେଟେଡ୍ ସେଇ କ୍ୱେଶ୍ଚିନ୍ ସେଟା ଆମେ କରିବା। ସୋ ଆଜି ଏତିକି ରଖୁଛି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଆଉ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ ଏବଂ କମେଣ୍ଟ ଦେବାକୁ ଭୁଲିବ ନାହିଁ। ରଖୁଛି। ଜୟ ହିନ୍ଦ, ଜୟ ଭାରତ।